आसीगले काली माँ भी आई काली माँ ऊपर पका हो निकिन पाउडर पके चिकई खाइले। नमस्कार जय जगन्नाथ सांग मैंने शुभ सकाळ आज आ गोटे नुआ दिन को आपको स्वागत आउ सकाल सकाल गाधुआ पाधुआ सारे चल थंडा तो प्रबल जोड़े पड़े 2-3 दिन सान आज के तारीख है 21 21 24 तारीख आम जाटी हाँ तो 24 तारीख दिन आम जीवु पिकनिक कहुई माने डेट घुंची घुंची आसी 24 तारीख मारा पुणी कौ दिन कौन हम कि जना ना किए पुणी कौन यदि असुविधा है पुणी घुंची पारे न घुंची पारे मुझे तो जना नहीं तो 24 तारीख है लास्ट आम जीवु बोली तो चलो तो साग मैंने आज तो 21 तारीख है आज एग्जाम अच्छी सकालू जाइए परीक्षा था चलो जा खाईदे रुटी खाइबी बासी रुटी रुटी कर काली रखी थी खाईदे तो सांग मैंने यहाँ बासी रुटी डालमा भी डालमा जो भोजी होता से आसला तो चलो खाईदे ये डालमाटा मत भल लगे माने जो डालमा है तो भोजी भोजी रही जाइए मत भारी बढ़िया लगे खाई दीदी लानी घर को जमा भी टाइम दे पार नी तो मत आज मुझे बहुत दिन पर घर को आई तो कारण साइड को पलाऊल हस्पिटाल आउ ईशु आज माने स्कूल को गला पूर्व मैं तार देह टे भल ना पड़ा पेट कामुड़ी खाइले खाई नहीं पड़े आज तापर मुझे गोटे टमाटे पोड़ी रखीदी पखाड़ से आसले खाइब पेट पेट गरम हो कौन से तो चलते ए जा आम बिले देहरे औषध टी पकेगा काली परदिन ठो तो आनी जो देखी आप जो दिन बुलिया जाइए जो पुष्पमेला केवल गोटाए मिक्की उपर पकई जाती आउ कहा पकई ना चल जा पकई देखा ए चिकी कौन है चिकी आ आ मेके चिकी ये आसला आई ऊपर पड़ जाइए ओहो चलो चलो एक धरबा ए पकौ ना आसीगले काली माँ भी आई काली माँ ऊपर पका हो तो आसीगला यहाँ पाउडर तमें पकईब सब पाउडर पकई सुंदरी हम सब आहा काली देखो के उडुची निकी निकी लो गोड़े रापिया बाहरी मते देखा जाऊनी पाउडर पकाउछ बा सज हबु तू बाहरु नहीं कौन कि एमती कर बाहर नहीं मोर सब गोटे होल्ड करन कि गोटे पोक सब बाहर जाऊँ देह बेसी नहीं ना तार देह बुझी बुझी मरी 10 मिनट गला पर मरी ये देखो भाले 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 ए रे मो फोन को कौन काटी भांगी देबू ना कौन देखो हाथ को केंदी करूची ए कौन रे हाथ को कौन मारी होजु हाथ मारना कहूजी ना देखो ये देखो को बाहर छी ए मिकी कौन हो निकी न पाउडर पकई केमिन नागिला
ତା ଦେହ ଭିତରେ କୋଉଡ଼ା ରହୁଛନ୍ତି ନା। ସବୁ ବାହାରିବ। ସେ ଗଲା ଗୋଟେ ଇଏଟେ ଆଣି କୁଣ୍ଡେଇ ଦେବ। ପାନିଆଟେ ବର୍ତ୍ତମାନ ପାନିଆ ଆସିକି କୁଣ୍ଡା ହବ ଆ ପାଇଁ। ଧର ପଟାଙ୍କି ନା ଘୁରେଇଲାଣି ମତେ ଧରା ହେଲେ ଦେଖାଇ କୋଉଠି ହେଇଛି ତୋର କ'ଣ ଶୋଇପଡ଼ କାହିଁ ତାର ନାହିଁ ର ପାଉଡର ପଡ଼ିବ ରହ ଟିକେ କାହିଁ ଏମିତି ହଉଛୁ। ତାର ନାହିଁ ଏବେ ଆମ କାଳିର ପଡ଼ିଲା କାଳି ମାଙ୍କର ତାଙ୍କର ଏତେ ନାହିଁ ତଥାପି ଆମେ ପକେଇଦେବା ଥିବ ତା ଭିତରେ ଥିବ। ମିକିର କେମିତି ଜଣା ପଡୁନଥିଲା ବାହାରିଲେ ସବୁ ଏମିତି କାହିଁ ହେଉଛି ବେକଟା ଦେଖା ଖୋବା ଖାଇବୁ କେମିତି ଟେକି କଚି ଦେଇଥିଲେ ଟେକି କଚି ଦେବେ ଧରିକି ଏଇଠି ଦେଖା ହଉଛୁ ବେଶୀ ନା ଖାଉ ହେଲାଣି ବହୁତ ରଖିଥା ପୁଣି ହେଲେ ପଡ଼ିବ। ବିସ୍କୁଟ ଖାଇବ ଚାଲ ବିସ୍କୁଟ ଖାଇବ ଦବା ଆଉ ଚାଲ ସରିଗଲା ଯିବା ଚାଲ ନଳି ଖାଇବ ଚାଲ ଖାଅ ବିସ୍କୁଟ ଖୋଜିକି ଆଣିକି ଦେବି ତମକୁ। ମୋ ଉପରେ ପଡ଼ିବ ବା ଟୋଟାଲି ପୋକ ଚାଳଟା ଔଷଧ ପକେଇଦେଲେ କରେ ଖୁଡ଼ି କହୁଛି ସେ ମରିଯିବେ ସେ ତ କେହି କିଛି କରୁନାହାନ୍ତି ଆଉ କିଏ କହୁଛି। ସାଙ୍ଗମାନେ ଦେଖନ୍ତୁ ମୋର ଚୁଲି ପୁରା ଏକା ସାଙ୍ଗେ ବଢ଼ିଆ ଭାବରେ ଲାଗିଯାଇଛି। ଯେହେତୁ ମୁଁ 2.5 ଘଣ୍ଟା ପକେଇଦେଲି ସେଇଟା ପୁରା ଆରାମସେ ବଢ଼ିଆ ସେ ଲାଗିଗଲା ପୁରା ଜୋରସୋରରେ ଜଳିଲାଣି। ଆମର ଏବେ ଭାତଟା ହେଇଯିବ ଚାଲନ୍ତୁ ଆମେ ଅଲଗା କ'ଣ ସବୁ ରେଡ଼ି କରିବା ତରକାରୀ ପାଇଁ। କେମିତି ଲାଗୁଛି ଖାଇବା ଟେଷ୍ଟି ତମର ସବୁ ଟେଷ୍ଟି। ସେ ଖାଉଛି ପଖାଳ ଭାତ ଆଜି ଯେହେତୁ ତାର ଦେହ ଭଲ ନାହିଁ ଆଉ ଏଠି ଶାଗ ନେଇ ଆସିଲେଣି ଚାଲନ୍ତୁ ଶାଗ ବଛାବଛି କରିବା ଅଳ୍ପ ଶାଗ 10 ଟଙ୍କାରେ ଆଣିଛୁ 10 ଟଙ୍କା ଲାଗୁଛି ଆଉ କାହିଁକି ତମେ କେତେ ଟଙ୍କା ଦେଇଥିଲ କି? 10 ଟଙ୍କା ଆଣିଛୁ ତମେ କେତେ ଟଙ୍କା ଦେଇଥିଲ କେତେ ଟଙ୍କା କହିଥିଲ ଆଣିବାକୁ? ମୁଁ କହିଥିଲି ତ ମୋ ପାଖରେ ମୁଁ ପଇସା ନାହିଁ ଯେତିକି ହଉନି ଆସିବୁ। ଓହୋ ଖାଇବ ହବ ଆଳୁଟେ ପକେଇଦେଲେ ହେଇଯିବ। ଚାଲ ସାଙ୍ଗମାନେ ଏଇଟା ବଛାବଛି କରିଦେବା ସେ ଆଡ଼ଜଷ୍ଟ କରିବି କ'ଣ ଏମିତି ଘୁଞ୍ଚୁ ଥବ କିଏ ଜାଣେ ସେ ତାଙ୍କ ନିଜ ଶ୍ୱଶୁର ହଁ ଆଉ ଇଏ କେମିତି ପାଣି ବବୁ ତାଙ୍କ ନିଜ ଶ୍ୱଶୁର ମାନେ ତାଙ୍କ ନିଜ ଅଜା ଜେଜ ପାଣିବେ ମାନେ ଏବେ ହେଇଗଲାଣି 3ଟା ଆଉ ଖାଇବା ପାଇଁ ଆମର ସରିଗଲାଣି ଖାଇଦେଲି ଆଉ ହଠାତ୍ କିନା ରୋଷେଇ କରିଥିଲେ ହଠାତ୍ ମାନେ ମୁଣ୍ଡ କ'ଣ ହେଲା ମାନେ ପୁରା ବସି ପାରିଲିନି ମାନେ ଯେମିତି ପ୍ରେସର୍ ହେଇଯାଏ ସେମିତି ହେଲା। ତାପରେ ମୁଁ ଆଜି ଆଉ ରୋଷେଇବାସ କରିନି ଆଉ ORS ପାଣି ପିଇକି ଜଷ୍ଟ ଶୋଇଥିଲି ଉଠିକି ବର୍ତ୍ତମାନ ଜଷ୍ଟ ଆସିଲି କାରଣ ବ୍ଲଗ୍ଟା ଅପଲୋଡ଼ କରିବାର ଥିଲା ଆଜି ଅପଲୋଡ଼ କରିବାର ଥିଲା ଅପଲୋଡ଼ କରିକି ଜଷ୍ଟ ଏବେ ଆପଣମାନଙ୍କ ସହିତ କଥା ହେଉଛି ତଥାପି ମାନେ କମି ନାହିଁ ମାନେ ସକାଳେ ଯେଉଁ ରୁଟିଟା ଖାଇଦେଲି ମାନେ ବାସି ଜିନିଷ ମୁଁ ଖାଏନି ମାନେ ଖାଉନି ଆଉ ଆଗରୁ ଖାଉଥିଲି କିଛି ହେଉନଥିଲା ଏବେ ଖାଇଲା ବେଳକୁ ଦେହଟା ଖରାପ ହେଇଯାଉଛି ମାନେ ଗ୍ୟାସ୍ ହେଇଯାଉଛି ପ୍ରବଳ ଜୋରେ ତ ସେଥିପାଇଁକି ଜୋରସୋରେ ମୁଣ୍ଡ କ'ଣ ହେଲା ପାଣି ଫାଣି ପିଇକି ଯାଉଛି ଟିକେ ଶୋଇବି ସକାଳ ମାନେ ହେଲେ ପଡ଼ିକି ରହିଲେ ଆଉ ଉଠେଇ ପାରିଲିନି ମୁଣ୍ଡ ଏତେ ଜୋରେ କ'ଣ ହେଲା ତ ପାଣି ଟିକେ ପିଇକି ଜଷ୍ଟ ଏବେ ଜଷ୍ଟ ଉଠିକି ଟିକେ ଖାଇଦେଲି ତ କ'ଣ କହୁଛି ମୁଁ ନିଜେ ବି ଜାଣିପାରୁନି କାରଣ ମୁଣ୍ଡଟା ଜୋର ପୁରା କ'ଣ ହେଉଛି ତ କଥା ବି କହିପାରୁନି
ତ ଚାଲନ୍ତୁ ଯିବା ଟିକେ ମୁଁ ମାନେ ଶୋଇବାକୁ ଚେଷ୍ଟା କରୁଛି କିନ୍ତୁ ଶୋଇପାରୁନି ମୁଣ୍ଡଟା ଜୋରେ କ'ଣ ହେଉଛି। ଚାଲନ୍ତୁ ମୁଁ ଟିକେ ରେଷ୍ଟ ନେଇଯାଏ। ଆଉ ଇସୁ ଯାଇଛି ଖାଇବା ପାଇଁ। ଆଉ ଚାଲନ୍ତୁ ଯିବା। ସାଙ୍ଗମାନେ ଆମ ଘରେ ଝଗଡ଼ା ହେଲାଣି। ବଡ ଯଦି ଆଣିଥାନ୍ତି 30 ଟଙ୍କା ଦେଇକି ମୁଁ ଆଣି ନଥାନ୍ତି। 30 ଟଙ୍କା ଟିକେ ଭଲ ହେଇଥାନ୍ତା। ମୁଁ 10 ଟଙ୍କା ଦେଇ କାଇଁ ଖାଇବି ନା? ଦେଖୁ 10 ଟଙ୍କା ଦେଇ ଖାଇବ ନା। ଆକୁ ଯଦି କାଟିବା ଆଦ୍ରୁ କନ୍ଦମୂଳ ବାହାରିବ ସେ ବଡରୁ କାଟିଲେ ସିଏ ଓଜନ କଲେ ବେଳେ ତା ହଉ ଦିଅ ପାଟି କରନି ତମେ ଯାହା ବୁଝୁଛୁ ସେଇଆ ଠିକ। ତମ ଲଜିକ ମୁଁ ବୁଝିପାରୁନି ମତେ ଟିକେ ଭଲ କୋଉଠି ବୁଝେଇ ଦିଅ। ସେ କମ ଦାମ ନେଇଯିବନି ସେଇଟା ମୁଁ ଆସିଛି। ବଡ ଦେଖି ଆଣିଥାନ୍ତି। ପରିବା ଟିକେ ଦେଖନ୍ତୁ କେତେ ବଢିଆ ପରିବା ଆଇଛି ଆଜି। ସବୁ ପ୍ରକାର ପରିବା ଆଜି 2 ବ୍ୟାଗ ପୁରା ଭର୍ତ୍ତି କରିକି। କେତେ ଟଙ୍କାର ପରିବା? 300 ଟଙ୍କା। 300 ଟଙ୍କା। ଦେଖନ୍ତୁ ପରିବା ଏବେ ଯେତେ ପରିବା ଖାଇପାରିବ ନା। ଗୋଟି ଗୋଟି କାଢୁଛି ଅଜାଡି କୋଉଠି ନଷ୍ଟ କରି। ଶୀତ ଦିନ ଏଇଥିପାଇଁ କି ଭଲ। ଦେଖନ୍ତୁ ପରିବା କଣ କଣ ସବୁ ହାଟରୁ ପରିବା ଆଇଛି। ଇସୁ ପୁରା ଖୁସି ହେଇଯାଉଛି ପରିବା ଦେଖିକି ଖେଳେଇ ପକଉଛି। ଆଉ ଇସୁ ଅଲରେଡି ଖାଇସାରିଲାଣି। ତା ବାବା ମକରୁ ନେଇକି ଆସିଥିଲେ କଣ ସେଟା କଣ ଆଣିଥିଲେ କି ଇସୁ ତୋ ପାଇଁ? ଲଙ୍କା ଚପ ଖାଇସାରିଲାଣୁ। ଖାଇ ଦେଇକିରି ଏଠି ଥୋଇଦିଅ। ତ ବାବା ହାଟ ଯଦି ଦେଖିଲେ ପରିବା ତ ବାବା ମନ ଖୁସି ଯାହା ନେଇ ଆସନ୍ତି ନା। ଆଉ କି ପରିବାଟା କମ ଦାମରେ ମିଳୁଛି ବୋଲି ଖାଇଯାଉଛନ୍ତି। ଏଇ ପରିବା ସେତେବେଳେ ଖାଉଥିଲ କେତେ ଟଙ୍କାରେ? 600 ଟଙ୍କା ଦେଲେ ବି ପରିବା ହଉନଥିଲା। 600 ଟଙ୍କାରେ ବି ତମେ ପରିବା ଖାଇ ନା। ଇସୁ ମନ ଖୁସି। ଇଏ କପଡ଼ା କ'ଣ ଏମିତି ହେଇଯାଇଛି? କରିବାକୁ ପଡିବ। ଏତେ ଓଜନ ଗୁଡାକ ମାନେ ଫାଟି ଯାଇଛି। ଯାଉଛି। 15 ଟଙ୍କା ନେଲା ଏଇଟା। ଏଇଟାକୁ 30 ଟଙ୍କା ଦେଲି। ବନ୍ଧାକୋବି 2ଟା ଆଣିଛ? ଆରେ ଗୋଟା 30 ଟଙ୍କା, 2ଟା 30 ଟଙ୍କା ନେଲି। ଭଲ ଓଜନ ପୁରା ଟାଇଟ୍। ଚାଉମିନ କଲେ ପୁରା ମସ୍ତ। କାଲି କର୍ନଫ୍ଲୋର ହେରିକା ନେଇ ଆସିବ କରିବା ଆଉ ଯୋଉ ଚପ୍। କଣ ଚପ୍? ସେଗୁଡାକ ମତେ ଭଲ ଲାଗୁନି। ଚାଉମିନ କରୁନୁ। ଚାଉମିନ ଆଣିବା କରିବୁ? ଚାଉମିନ ହଁ ଚାଉମିନ ଆଣୁନ। 10 ଟଙ୍କା କରିବା ଖାଇବା। କ୍ୟାପ୍ସିକମ୍ ଆଣିଛ? ଆଣିନ? ମଟର ବିନ୍ସ ଆଣିଛ? ମଟର ଆଣିଛ ନା? ଗ୍ରୀନ୍ ମଟର ବଢିଆ ବଢିଆ ପରିବା ସବୁ ଆସିଛି ଆଜି। ତାହେଲେ ଖିଆ ହବ ଆଉ। ଦେଖିଲେ ତ ପରିବା କଣ କଣ ହେଇଛି। मटर आया है। मटर आया है। ହଁ ମଟର ଛଡେଇ ଖାଇବା। ନା ଏଇଟା ଭଲ ଆଳୁଟା ଅଛି। ଟିକେ ବଡ ସାଇଜର ଅଛି ଆଳୁଟା। ଦେଶୀ ଆଳୁଟା ନା। ଉଠେଇଲୁ ଇସୁ ଉଠେଇଲୁ ଉପରୁ ଚଢିଲୁ। ଶିମ୍ବ ତ ଥରେ ଆଣିଥିଲେ ହେଲା ପୋକରା ମୋକରା। ଭଲ ଭିଟାମିନ ଜିନିଷଟା। ଝୁଡଙ୍ଗ ନ ଆଣିକି ଶିମ୍ବ ଆଣ। ଲୋକ ତ ଦଉଛନ୍ତି ଏକା ବିମି, ଝୁଡଙ୍ଗ, କୋବି ଏଇଆ ଖାଇବା। ଏଇଟା କଣଟା? କନ୍ଦମୂଳ। ଗାଜର। ଏଇ ଗାଜର ଆଣିଥିଲେ ମମି ସେଦିନ ଅଛି ଫ୍ରିଜରେ। ଫ୍ରିଜରେ ମତେ ଦେଖାଉଥିଲା ଗାଜର ଭଳିଆ। ମୁଁ କାହିଁ ଆଉ ତାକୁ ପାଉନି। ତ ସାଙ୍ଗମାନେ ସନ୍ଧ୍ୟାରେ ଯାଇକି ଏସବୁ ପରିବା ନେଇକି ଆସିଛନ୍ତି। ଆଉ ଆମ ପାଇଁ ନେଇକି ଆସିଥିଲେ ମକର। ଆମେ ଆଜି ସନ୍ଧ୍ୟାବେଳେ କହୁଥିଲେ ଚାଲ ଯିବ ମକର। ଯେହେତୁ ଇସୁର ପରୀକ୍ଷା ଅଛି ଆଉ ମତେ ବି ଟିକେ ଅସୁସ୍ଥ ଲାଗୁଥିଲା। ପରୀକ୍ଷା ତ ମେନ୍ ତାର ଅଛି। ଯାହା ବି ହେଲେ ଲେଖୁ ନ ଲେଖୁ ଅଳ୍ପ ଲେଖୁ ଯାହା ଲେଖୁ ଖାଲି ଦେଇକି ଆସିବ ନାଇଁ। ଆଉ ସେଥିପାଇଁ କି ଆମେ ଆଉ ଗଲୁ ନାଇଁ। ତ ନେଇକି ଆସିଥିଲେ ଆମ ପାଇଁ ଲଙ୍କା ଚପ ଆଉ ଇସୁର ହଉଛି କୋବି ଚପ। ଆଉ ହଁ ନା। ତ ଆମେ ଖାଇଦେଲୁ। ଆଉ ରୁଟି ଦଳା ଦଳି କରି ରଖିଦେଇଛି। ଯାହା ରୁଟି ଏବେ ଯାଇକି କରିବି ଆଉ। ଆଉ ପରିବା ତ କଣ ନେଇକି ଆସିଛନ୍ତି କଣ ଖାଇବି। ମୁଁ ତ ଖାଇଦେଲିଣି ଆଉ ଖାଇବି ନାହିଁ। ଏମାନେ ସବୁ ଯାହା ଖାଇବେ ତାଙ୍କ କରିବା। ତ ଚାଲନ୍ତୁ ସାଙ୍ଗମାନେ ଦେଖା ହବ ଆଉ ଗୋଟେ ନୂଆ ଭିଡିଓରେ। ଭିଡିଓଟି ପସନ୍ଦ ଆସିଲେ लाइक शेयर सब्सक्राइब करें। नमस्कार।
ଯାଇଥାନ୍ତ ନେଇକି